ମାଛ ଧରା ବନ୍ଦ, ଭୋକରେ ମତ୍ସ୍ୟଜୀବୀ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାରେ ଚିଲିକା ଜଳରାଶି ବୃଦ୍ଧି ପାଉଥିବା ବେଳେ ଚିଲିକା କୂଳ ରାଜଦଳ ଆଚ୍ଛାଦିତ ହୋଇଅଛି। ଫଳରେ ଯାତ୍ରୀବାହୀ ଓ ମତ୍ସ୍ୟଜୀବୀ ଡଙ୍ଗାଗୁଡ଼ିକ ଦଳ ମଧ୍ୟରେ ଫସି ରହିଥିବା ଦେଖିବାକୁ ମିଳିଛି। ଲଘୁଚାପ ଯୋଗୁଁ ବାଲୁଗାଁ ତଥା ଆଖପାଖ ଗ୍ରାମାଞ୍ଚଳରେ କିଛି ଦିନ ଧରି ବର୍ଷା ଲାଗି ରହିଛି। ନଈ ନାଳରେ ବର୍ଷା ଜଳ ଭର୍ତ୍ତି ହୋଇ ଚିଲିକାକୁ ଯାଉଥିବା ବେଳେ ସେହି ପାଣିରେ ରାଜଦଳ ଚିଲିକା ମଧ୍ୟକୁ ଯାଇଛି। ଫଳରେ ଚିଲିକା କୂଳ ଚତୁଃପାର୍ଶ୍ୱ ଦଳମୟ ହୋଇଛି। ଏହି ଦଳ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଯାତ୍ରୀବାହୀ ଡଙ୍ଗା ଚଳାଚଳରେ ବ୍ୟାଘାତ ଉପୁଜି ପର୍ଯ୍ୟଟକମାନେ ନୌବିହାରରୁ ବଞ୍ଚିତ ରହୁଥିବା ଜଣାପଡ଼ିଛି। ଏପରିକି ଦୈନନ୍ଦିନ ଚିଲିକାରୁ ମାଛ ଧରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନେ ରାଜଦଳ ଯୋଗୁଁ ଡଙ୍ଗା ଚଳାଚଳ କରିପାରୁନଥିବାରୁ ନିଜ ବେଉସାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଅପରପକ୍ଷରେ ରାଜଦଳ ଚିଲିକା କୂଳରେ ଜମାଟ ବାନ୍ଧୁଥିବାରୁ ଏହା କ୍ରମଶଃ ପରିବେଶ ପ୍ରଦୂଷଣ କରୁଛି। ତେଣୁ ଯଥାସମ୍ଭବ ଏହି ଦଳ ପରିଷ୍କାର କରିବାକୁ ଡଙ୍ଗା ଚାଳକଙ୍କ ସମେତ ସ୍ଥାନୀୟ ବାସିନ୍ଦା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଚିଲିକା ବ୍ଲକ ମତ୍ସ୍ୟଜୀବୀଙ୍କ ଗ୍ରାମ ସୋରଣ, ମାନସିଂପୁର, ନଈରୀ, ବଉଳାବନ୍ଧ, ଚନ୍ଦ୍ରାପୁର, ଜରିପଡ଼ା, କାଳୁପଡ଼ା ସମେତ ଟାଙ୍ଗୀ ବ୍ଲକ, ମଙ୍ଗଳାଯୋଡ଼ି, ଭୂଷଣ୍ଡପୁର ଓ ବିଭିନ୍ନ ଗ୍ରାମରେ ମାଛଧରା ମତ୍ସ୍ୟଜୀବୀଙ୍କ କାମ ବନ୍ଦ ଥିବାରୁ ସେମାନେ ହାତ ବାନ୍ଧି ଘରେ ବସିଛନ୍ତି। ନିଖିଳ ଓଡ଼ିଶା କୈବର୍ତ୍ତ ମହାସଂଘ ସଭାପତି ମନୋଜ ବେହେରା ଓ ପୁରୀ ସାଂସଦ ସମ୍ବିତ ପାତ୍ର ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଯେମିତି ହେଲେ କରାହବ। ରାଜ୍ୟ ସରକାର ବି ଆମର ହେଲା, କେନ୍ଦ୍ର ସରକାର ବି ଆମର ହେଲା, ସାଂସଦ ବି ଆମର, ବିଧାୟକ ବି ଆମର, ବିଧାୟକ ତ ମନ୍ତ୍ରୀ ମଧ୍ୟ ହେଇଛନ୍ତି। ମୁଁ ସାଂସଦର ଓଥ୍ ନେବି, 24-25 କୁ ଓଥ୍ ହଉଛି। ତାପରେ ତୁରନ୍ତ ବସିକି ମତ୍ସ୍ୟଜୀବୀଙ୍କର ଯାହା ବି ରହିଛି ବିଷୟ, ସେ ବିଷୟ ଉପରେ ଚର୍ଚ୍ଚା କରାହବ ଆଉ ତ୍ୱରିତ ଗତିରେ କାମ କରାହବ। କୌଣସି ଜିନିଷ ପରବର୍ତ୍ତୀ ସମୟ ଉପରେ ଛାଡ଼ି ଦିଆଯିବ ତାହା ହବନି। ମନୋଜ ବେହେରା, ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ରାଜ୍ୟ କାର୍ଯ୍ୟକାରୀ ସଭାପତି। ଦେଖନ୍ତୁ, ଏଠି ତ ଦୀର୍ଘ ଦିନ ଧରି ଅଣ ବିଜେପିର ସରକାର ଥିଲା, କିନ୍ତୁ ଗୋଟିଏ କଥା ସମ୍ଭବ ହୋଇଛି। ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭାର ଦାବି ଅନୁସାରେ କେନ୍ଦ୍ରରେ ଏବଂ ରାଜ୍ୟରେ ଫିସରୀ ବିଭାଗ ଅଲଗା ନଥିଲା। ତେଣୁ ଆଜି ଦିନରେ ଓଡ଼ିଶାରେ ଏକ ମତ୍ସ୍ୟଜୀବୀ ବିଭାଗ ସୃଷ୍ଟି ହୋଇଛି। ଏ ମତ୍ସ୍ୟଜୀବୀ ଏବଂ କୈବର୍ତ୍ତ ଜାତିର ଉନ୍ନତି କରିବା ପାଇଁ ଏବଂ କେନ୍ଦ୍ରରେ ମଧ୍ୟ କୃଷି ବିଭାଗରୁ ଅଲଗା ହୋଇଛି ମତ୍ସ୍ୟଜୀବୀ ସଂସ୍ଥା। ଏବଂ କେନ୍ଦ୍ର ସରକାର ନରେନ୍ଦ୍ର ମୋଦି ଏକ ଗରିବ ମତ୍ସ୍ୟଜୀବୀ କଲ୍ୟାଣ ପାଣ୍ଠି ଯୋଜନା ସୃଷ୍ଟି କରିଛନ୍ତି, ଯେଉଁଥିରେ 37,000 କୋଟି ଟଙ୍କା ଦେଇଛନ୍ତି। ଏବଂ ସେଥିରେ ଯେଉଁ ସେୟାରିଂ ଅଛି, ସେ ପଇସାରେ ମଧ୍ୟ ଏକ ସିଡ଼ିଏ, ଓଡ଼ିଶାରେ ଏକ ସିଡ଼ିଏ ବୋଲି କାମ କରୁଛି, ଆପଣମାନେ ଜାଣିଥିବେ। କିନ୍ତୁ ଏଠି ସରକାର ଯେଉଁମାନେ ଥିଲେ ସେମାନେ ନିଜର ରାଧେ ରାଧେ ତୁମର ଅଧକୁ ଆମର ଅଧେ କରି ଚିଲିକାର ଉନ୍ନୟନ କ୍ଷେତ୍ରରେ କୌଣସି କାମ କରୁନାହାନ୍ତି। ସେଥିପାଇଁ ଅନେକ ସମୟରେ ଚିଲିକା ମତ୍ସ୍ୟଜୀବୀ ମହାସଂଘ ରାଜରାସ୍ତାକୁ ଯାଇଛି ଏବଂ ତାଙ୍କୁ ସପୋର୍ଟ ଦେଇକି ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ମଧ୍ୟ ସାମ୍ନାକୁ ଯାଇଛି। ଏବେ ଆମେ ସରକାରଙ୍କ ପାଖରେ ଏକଥା ଦୋହରଉଛୁ, ଅନ୍ୟରୁ ପୂର୍ବ ସରକାରମାନେ ଏ ଜାତି ପ୍ରତି ବୈମାତୃକ ମନୋବୃତ୍ତି ରଖିଛନ୍ତି, ଏମାନଙ୍କ ସମ୍ପତ୍ତିକୁ ଲୁଟ୍ କରୁଛନ୍ତି, ଏମାନଙ୍କ ବ୍ୟବସାୟରେ ବାଧା ସୃଷ୍ଟି କରିଛନ୍ତି। ତେଣୁ ଏ ସରକାରକୁ ଯେଉଁ ଆମେ ପରିବର୍ତ୍ତନ କରି ଆଣିଛୁ, ଆମେ ଦାବି ଅଲରେଡ଼ି ଜଣାଇ ସାରିଛୁ। ଖୁବ୍ ଶୀଘ୍ର ଚିଲିକାର ମତ୍ସ୍ୟଜୀବୀମାନଙ୍କର ସମସ୍ୟା ସମାଧାନ ହେବାକୁ ଯାଉଛି। ଏବଂ ଏଠି ମଧ୍ୟ ଅତୀତରେ ଏକ 16 ମସିହାରେ ଏକ ସମାବେଶ କରାଯାଇଥିଲା। ଓଡ଼ିଶା ସରକାର ମନ୍ତ୍ରୀ ଏବଂ ଆମର ଯିଏ ସଭାପତି ଥିଲେ ଯୋଗେନ୍ଦ୍ର ବେହେରା ଆସିଥିଲେ ଏବଂ ସ୍ଥାନୀୟ ବିଧାୟକ ମଧ୍ୟ ଥିଲେ। ଏବଂ ଆମ ପାଖରେ ବ୍ରହ୍ମଗିରିର ବିଧାୟକ ଏବଂ ମନ୍ତ୍ରୀ ଚନ୍ଦ୍ର ଦାସ ବର୍ମା ମଧ୍ୟ ଥିଲେ। ତାଙ୍କୁ ଜଣାଇଥିଲୁ। ସେତେବେଳେ ଆମର କୈବର୍ତ୍ତ ଭାଇ ଭଉଣୀମାନଙ୍କର ଏ ଯେଉଁ ମଟର ଲଞ୍ଚ ଚାଲୁଛି ବୋଲି ତାଙ୍କର ରେସନ୍ କାର୍ଡ଼ ବନ୍ଦ ହୋଇଯାଇଥିଲା, ସେଇଟା ମଧ୍ୟ କାର୍ଯ୍ୟକାରୀ କଲା ଆମେ ବିରୋଧ କରିବା ସତ୍ତ୍ୱେ। ଏବଂ ଯେଉଁ ବିରୋଧଟା ହେଲା ବା ଯେଉଁ ସୁବିଧା ଅପର୍ଯ୍ୟନ୍ତ କରିବା କଥା ତାହା କରିନଥିଲେ। କିନ୍ତୁ ଗୋଟିଏ କଥା ହେଇଛି ଯେ ଏଠି 18 କୋଟି ଟଙ୍କା ଏଠି ଜେଟି କରିବାକୁ ଦିଆଯାଇଛି, କିନ୍ତୁ ଏଇ ଜେଟିକୁ ଅଣବୈଶ୍ୟମାନେ ବିରୋଧ କରିବାରୁ ତାର ହବାରେ ଟାଳଟୁଳ ନୀତି ଥିବାରୁ ସେ ବିଳମ୍ବ ହୋଇଛି। ଅକ୍ଟୋବର ମାସରେ ମଧ୍ୟ ଏଠି ଜେଟି ହେବ, ଗୋଟେ ଜାଗା ମଧ୍ୟ ଚିହ୍ନଟ ହୋଇଛି ଏବଂ ଗୋଟେ ଜେଟିର ବ୍ୟବସ୍ଥା କରାଯାଇଛି। 18 କୋଟି ଟଙ୍କା ସାଂକ୍ସନ୍ ସରିଛି। ସର୍ବାଙ୍ଗୀନ ଉନ୍ନତି ହେବା ପର୍ଯ୍ୟନ୍ତ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ଲଢ଼େଇ କରିବ। ଆମେ ସମସ୍ତ ବସ୍ତି କୈବର୍ତ୍ତ ଅଞ୍ଚଳକୁ ଯାଉଛୁ, ଭାଇ ଭଉଣୀମାନଙ୍କୁ ପରିଚୟ ସୃଷ୍ଟି କରାଉଛୁ ଏବଂ ସେମାନଙ୍କୁ ନେଇକରି ଆଗାମୀ ଦିନରେ ମଧ୍ୟ ଆଉ ଏକ ଲଢ଼େଇ କେନ୍ଦ୍ର ଓ ରାଜ୍ୟ ସରକାର ସହିତ ଏ ଜାତିର ହକ୍ ପାଇଁ ଲଢ଼େଇ ଆଗକୁ ଜାରି ରହିବ। ସେଥିପାଇଁ ଆମେ କୈବର୍ତ୍ତ ବସ୍ତିମାନଙ୍କୁ ଯାଉଛୁ, ବୁଲୁଛୁ, ସେମାନଙ୍କ ସମସ୍ୟା ଦେଖାଉଛୁ। ଆପଣମାନଙ୍କ ସମସ୍ୟା ଆପଣମାନଙ୍କ ଜରିଆରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଛୁ। ଯଦି ସେଥିରେ ସରକାର ନ ମାନିବେ ତାହେଲେ ଆମେ ବାଧ୍ୟ ହୋଇକରି ଆପଣମାନଙ୍କ ଜରିଆରେ ପୁଣି ଆଉଥରେ ରାଜରାସ୍ତାକୁ ବାହାରିବୁ ଆମର ସ୍ୱାର୍ଥ ପାଇଁ। ଖୋର୍ଦ୍ଧା ଚିଲିକାରୁ ସୁଧୀର କୁମାର ବେହେରାଙ୍କ ରିପୋର୍ଟ, ଫୋକସ୍ ପ୍ଲସ୍।